ପିଲାମାନେ ଆଜି ଟିକେ ବିଜ୍ଞାନ ବିଷୟରେ ତୁମମାନଙ୍କୁ ଟିକେ ଧାରଣା ଦବା କି ଦେଖ ଯେଉଁ ମହାକାଶୀୟ ବସ୍ତୁ ଗୁଡ଼ିକ ଦପ ଦପ କରୁଛନ୍ତି ସେମାନଙ୍କୁ କଣ କୁହାଯାଏ? ତାରା। ଆଉ କଣ କହନ୍ତି? ତାରକା ବା ନକ୍ଷତ୍ର। ଏମାନେ ନିଜେ ଗୋଟିଏ ଗୋଟିଏ ଆଲୋକର ଉତ୍ସ। ଯେଉଁ ମହାକାଶୀୟ ବସ୍ତୁ ଗୁଡ଼ିକ ସ୍ଥିର ଆଲୋକ ପ୍ରଦାନ କଲା ଭଳି ଦେଖାଯାନ୍ତି ସେମାନେ ଗ୍ରହ ବା ଉପଗ୍ରହ ଅଟନ୍ତି। ତମେ ଜାଣିଛ ଯୋଉଗୁଡ଼ିକ ତାରା ରାତିରେ ଦେଖୁଛ ଦପ ଦପ ହଉଛନ୍ତି ମାନେ ଯେମିତି ନାଚିଲା ଭଳିଆ, ଏମାନେ ଗୋଟେ ଗୋଟେ ହଉଛନ୍ତି ତାରକା ବା ତାରା ବା ନକ୍ଷତ୍ର। କିନ୍ତୁ ସେମାନେ ସ୍ଥିର ଆଲୋକ ପ୍ରଦାନ କରନ୍ତି, ଟିକେ ବଡ଼ ଦିଶନ୍ତି, ଉଜ୍ଜ୍ୱଳ ଦିଶନ୍ତି। ସ୍ଥିର ଆଲୋକ କିନ୍ତୁ ପ୍ରଦାନ କରୁଥିବେ ସେମାନଙ୍କୁ ଆମେ କଣ କହିବା ନା ଗ୍ରହ ଆଉ ଉପଗ୍ରହ। କିନ୍ତୁ ଯିଏ ଦପ ଦପ ହଉଛନ୍ତି ସେମାନେ କଣ କୁହାଯାଏ? ତାରା। ଆଉ ଯୋଉମାନେ ତାରା ସେମାନଙ୍କର ନିଜସ୍ୱ ଆଲୋକ ଅଛି, ସେମାନେ ଆଲୋକ ତାପ ଶକ୍ତି ପ୍ରଦାନ କରନ୍ତି। ଯେମିତି କି ତମ ନିକଟରେ ତୁମ ସୌର ଜଗତରେ ଥିବା ତୁମର ନିଜର ପ୍ରିୟ ସୂର୍ଯ୍ୟ, ସେ ଯେମିତି ଆଲୋକ ଆଉ ତାପ ଶକ୍ତି ପ୍ରଦାନ କରୁଛି, ରାତିରେ ଅନ୍ଧକାର ରାତିରେ ଆକାଶରେ ଯୋଉ ତାରାମାନ ଦେଖୁଛ ସେମାନେ ମଧ୍ୟ ଗୋଟେ ଗୋଟେ ସେଇଭଳି ସୂର୍ଯ୍ୟ ବା ତାଠାରୁ ଆହୁରି ବଡ଼ ବଡ଼ ସୂର୍ଯ୍ୟ ସେମାନେ, କିନ୍ତୁ ବହୁତ ଦୂରରେ ସେମାନେ ଥିବାରୁ ଆମକୁ ସେମାନେ ବହୁତ ଛୋଟ ଛୋଟ ଦିଶୁଛନ୍ତି। ବୁଝିଲା କି? ଆଉ ତୁମର ଯୋଉ ସୂର୍ଯ୍ୟ ତୁମ ପାଖରେ ଅଛି ସୌର ଜଗତ ଭିତରେ ଯେ ମୁଖ୍ୟ ତମର ସୂର୍ଯ୍ୟ, ସେ ଆମ ନିକଟରେ ଥିବାରୁ ତାର ଆଲୋକ ଏବଂ ତାପ ଶକ୍ତି ଆମ ପାଖରେ ପହଞ୍ଚି ପାରୁଛି। ବୁଝିପାରିଲ ନା ନାହିଁ? ଆଚ୍ଛା, ଏମାନଙ୍କର ନିଜର ଆଲୋକ ନାହିଁ। ନିକଟବର୍ତ୍ତୀ ନକ୍ଷତ୍ରର ଆଲୋକରେ ଏମାନେ ଆଲୋକିତ ହୁଅନ୍ତି। କୋଉମାନେ? ଗ୍ରହ ଆଉ ଉପଗ୍ରହ। ଏମାନେ ନିଜସ୍ୱ ଆଲୋକ ନାହିଁ, ଏମାନେ ସୂର୍ଯ୍ୟଙ୍କର ଆଲୋକରେ ଆଲୋକିତ ହୁଅନ୍ତି। ଆମେ ଦେଖିବା ଚନ୍ଦ୍ର ହେଉଛି ରାତି ଆକାଶର ଉଜ୍ଜ୍ୱଳତମ ମହାକାଶୀୟ ବସ୍ତୁ। ଆସ ପ୍ରଥମେ ଆମେ ଚନ୍ଦ୍ର ବିଷୟରେ ଜାଣିବା। ଚନ୍ଦ୍ର ବିଷୟରେ ଜାଣିବା ପାଇଁ କଣ କହିବି ନା ଚନ୍ଦ୍ର ତମେ ଜାଣିଛ ପୃଥିବୀର ଏକମାତ୍ର ଗୋଟିଏ ଉପଗ୍ରହ। ଜାଣିଛ ନା ନାଇଁ? ଆମର ଗ୍ରହ କିଏ? ଆମେ ଯୋଉଠି ବାସ କରୁଛେ ଆମ ଗ୍ରହ ନାମ କଣ? ପୃଥିବୀ। ପୃଥିବୀର ଏକମାତ୍ର ଉପଗ୍ରହ ହେଉଛି ଚନ୍ଦ୍ର, ଯିଏ କି ପୃଥିବୀର ଚତୁଃପାର୍ଶ୍ୱରେ ଘୂର୍ଣ୍ଣନ କରେ ନା ନାହିଁ? ଆଉ ପୃଥିବୀ ଆଉ ଚନ୍ଦ୍ର ସହିତ ଅନ୍ୟାନ୍ୟ ଯୋଉ ଗ୍ରହ ମାନେ ଅଛନ୍ତି 7ଟି, ଟୋଟାଲ ମିଶି 8ଟି ଗ୍ରହ, ଏମାନେ ସୂର୍ଯ୍ୟ ଚାରିପଟେ ପ୍ରଦକ୍ଷିଣ କରନ୍ତି, ଘୁରନ୍ତି। ନିର୍ଦ୍ଦିଷ୍ଟ କକ୍ଷପଥରେ ସୂର୍ଯ୍ୟ ଚତୁଃପାର୍ଶ୍ୱରେ ଘୂର୍ଣ୍ଣନ କରନ୍ତି। ଆଉ ଅନ୍ୟ ଗ୍ରହ ମାନଙ୍କର ମଧ୍ୟ ଉପଗ୍ରହ ମାନେ ଅଛନ୍ତି। ଯେମିତି ପୃଥିବୀର ଉପଗ୍ରହ ଅଛି ଚନ୍ଦ୍ର, ସେମିତି ଅଲଗା ଗ୍ରହ ମାନଙ୍କର ମଧ୍ୟ ଉପଗ୍ରହ ଅଛନ୍ତି। ଦେଖିଲେ ଏ ସୌରଜଗତ ସିଷ୍ଟମଟା ଯୋଉଭଳି ଚିତ୍ର ଦେଇଥାଏ ତାକୁ ଜାଣିଲେ ବହୁତ ମଜା ଲାଗେ ନା? ସେମାନେ କେମିତି ଘୂର୍ଣ୍ଣନ କରୁଛନ୍ତି ଉପଗ୍ରହ ଗୁଡାକ ଗ୍ରହ ଚତୁଃପାର୍ଶ୍ୱରେ, ଗ୍ରହ ମାନେ କେମିତି ଘୂର୍ଣ୍ଣନ କରୁଛନ୍ତି ସୂର୍ଯ୍ୟ ଚତୁଃପାର୍ଶ୍ୱରେ। ତ ଏଇଟା ଗୋଟେ ସିଷ୍ଟମେଟିକ ଚାଲିଥାଏ, ନାଇଁ କି? ଗୋଟିଏ ମାସ ସମ୍ପୂର୍ଣ୍ଣ ହେବା ପରେ ପୂର୍ଣ୍ଣିମା କଥା ଆମେ ଜାଣିବା। ଯେଉଁଦିନ ଚନ୍ଦ୍ର ଥାଳିଆ ଭଳି ପ୍ରାୟ ବୃତ୍ତାକାର ଦେଖାଯାଏ ତାକୁ ପୂର୍ଣ୍ଣମୀ କହନ୍ତି। ଆଚ୍ଛା, ପୂର୍ଣ୍ଣିମା ବିଷୟରେ তুমি ଜାଣିଛ ନା ନାହିଁ? ପୂର୍ଣ୍ଣମୀରେ କଣ ହୁଏ ନା ପୂର୍ଣ୍ଣମୀରେ ଚନ୍ଦ୍ର ସମ୍ପୂର୍ଣ୍ଣ ଗୋଲାକାର ଦିଶେ ନା ନାହିଁ? ଆଉ ଗୋଟେ ଦିନ ଅଛି ଯେତେବେଳେ କି ଚନ୍ଦ୍ର ଆଦୌ କଣ ହୁଏ? ଦେଖାଯାଏ ନାହିଁ। ଦେଖାଯାଏ ନାହିଁ। ସେ କଣ? ଅମାବାସ୍ୟା ନା ନାହିଁ? ତେଣୁ ଗୋଟେ ଥର ମାସକରେ ଥରେ ପୂର୍ଣ୍ଣମୀ ଆସେ, ପୂର୍ଣ୍ଣଚନ୍ଦ୍ର। ଆଉ ଗୋଟେ ଟାଇମ ହଉଛି ତାର କଣ? ଅମାବାସ୍ୟା, ଯୋଉଠିକି ଦେଖାଯାଏ ନାହିଁ। ତ ବିଜ୍ଞାନର এই ସବୁ ଆଲୋଚନା ଆମେ କଲେ ଆମେ ବହୁତ କଥା ଜାଣିପାରିବା। ପରେ ଆମେ ଆକୁ ଆଲୋଚନା କରିବା, ଦେଖିବା। ରହୁଛି ପିଲାମାନେ ଭଲରେ ପଢିବ।